ବନ୍ଧୁଗଣ, ଆଜି ନିଜ ଛାତିକୁ ମଜବୁତ କରନ୍ତୁ ଏବଂ ଆପଣଙ୍କ ଆଖିରୁ ସେହି ପଟିକୁ ଖୋଲିଦିଅନ୍ତୁ ଯାହାକୁ ଆପଣଙ୍କ ପ୍ରିୟଜନଙ୍କ ମିଥ୍ୟା ଭଲ ପାଇବାରେ ବାନ୍ଧି ରଖିଛନ୍ତି। ଆପଣଙ୍କ ଜୀବନରେ ଯେଉଁ ହଠାତ୍ ଏହି ଭୂକମ୍ପ ଆସିଛି ଯାହା ଆପଣଙ୍କର ରାତିର ନିଦ କାଢ଼ି ନେଇଛି ଏବଂ ଆପଣ ଯେଉଁ ପ୍ରତି ମୁହୂର୍ତ୍ତରେ ଏକ ଅଜଣା ଭୟ ଓ ଅସ୍ଥିରତାରେ ବଞ୍ଚୁଛନ୍ତି, ତା ପଛରେ କୌଣସି ବାହ୍ୟ ଶତ୍ରୁ ନାହିଁ। ଆଜି ବିଧାତାଙ୍କ ଇଙ୍ଗିତରେ ସେହି ଦୁଇ ଗଦ୍ଦାରଙ୍କ ପ୍ରକୃତ ଚେହେରା ଉନ୍ମୋଚିତ ହେବାକୁ ଯାଉଛି, ଯେଉଁମାନେ ଆପଣଙ୍କ ଥାଳିରେ ଖାଆନ୍ତି, ଆପଣଙ୍କ ସହିତ ଉଠିବସା କରନ୍ତି ଏବଂ ପଛରେ ଆପଣଙ୍କ ବିନାଶ ପାଇଁ ସବୁଠାରୁ ବିପଜ୍ଜନକ ତାନ୍ତ୍ରିକ ଜାଲ ବୁଣୁଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଯେଉଁମାନେ ଆପଣଙ୍କର ବହୁତ ନିକଟର ହେବାର ନାଟକ କରନ୍ତି। ଯେତେବେଳେ ଆପଣ ସଫଳତାର ସିଡ଼ି ଚଢ଼ନ୍ତି, ସେତେବେଳେ ସେମାନେ ସାମ୍ନାକୁ ଆସି ଆପଣଙ୍କୁ ଆଲିଙ୍ଗନ କରନ୍ତି, କିନ୍ତୁ ଭିତରେ ଭିତରେ ସେମାନଙ୍କ ହୃଦୟ ଘୃଣା ଓ ଈର୍ଷାର ନିଆଁରେ ଜଳୁଥାଏ। ଏହି ଦୁଇ ଗଦ୍ଦାର ଆପଣଙ୍କ ଉନ୍ନତି କାରଣରୁ ଏପରି ପାଗଳ ହୋଇଯାଇଛନ୍ତି ଯେ ଏବେ ସେମାନେ ଆପଣଙ୍କୁ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ହସଖୁସି ପରିବାରକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେବାକୁ ଚାହାନ୍ତି। ଆଜି ରାତିରୁ ଆପଣଙ୍କ ରାଶି ଉପରେ ସଙ୍କଟର ସବୁଠାରୁ ଗଭୀର ମେଘ ଘୋଟି ଆସିବାକୁ ଯାଉଛି ଏବଂ ଯଦି ଆଜି ଆପଣ ଏହି ସତର୍କତାକୁ ଅଣଦେଖା କରନ୍ତି, ତେବେ ଆପଣଙ୍କ ଜୀବନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଏହି ଗଦ୍ଦାରମାନଙ୍କ ହାତକୁ ଚାଲିଯିବ ଯେଉଁମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ବରବାଦ କରିବାକୁ ଶପଥ ନେଇଛନ୍ତି। ଆପଣଙ୍କ ସବୁଠାରୁ ବଡ଼ ଦୁର୍ବଳତା ଏହା ଯେ ଆପଣ ଅଗ୍ନି ପରି ଶକ୍ତି ରଖୁଥିବା ବନ୍ଧୁଗଣ ହୋଇ ସତ୍ତା ଆପଣଙ୍କ ସାମ୍ନାରେ ବହୁତ ସିଧାସଳଖ ଏବଂ ଭାବପ୍ରବଣ ହୋଇଯାଆନ୍ତି। ଆପଣ ହେଉଛନ୍ତି ସେହି ନିର୍ଭୀକ ଏବଂ ସାହସୀ ମଣିଷ ଯିଏ ଅନ୍ୟର ବିପଦ ଦେଖି ନିଜ ଜୀବନର ବାଜି ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। କାହାର କୌଣସି କଷ୍ଟ ହେଲେ ଆପଣ ନିଜ କାମ ଛାଡ଼ି ସର୍ବପ୍ରଥମେ ତାର ଆଖିର ଲୁହ ପୋଛିବାକୁ ପହଞ୍ଚି ଯାଆନ୍ତି। କିନ୍ତୁ କଠୋର ସତ୍ୟ ହେଉଛି ଯେ ଯେତେବେଳେ ଆପଣଙ୍କୁ ନିଜକୁ କାହାର ସାହାରାର ଆବଶ୍ୟକତା ଥାଏ, ଯେତେବେଳେ ଆପଣ ରାତିରେ ଉଠି ନିଜ ଭାଗ୍ୟ ଉପରେ ଆଖିର ଲୁହ ପକାନ୍ତି, ସେତେବେଳେ ଆପଣଙ୍କ ଆଖପାଖରେ ନିସ୍ତବ୍ଧତା ବ୍ୟତୀତ କିଛି ନଥାଏ। ସେହି ସମସ୍ତ ମଣିଷ ଯାହାଙ୍କୁ ଆପଣ ନିଜ ରକ୍ତଝାଳ ଦେଇ ଗଢ଼ିଛନ୍ତି, ସେମାନେ ଆପଣଙ୍କୁ ଆପଣଙ୍କ କଷ୍ଟ ଦିନରେ ସମ୍ପୂର୍ଣ୍ଣ ଏକା ଛାଡ଼ି ଦିଅନ୍ତି। ଆପଣ ବାହାରୁ ସିଂହ ଭଳି ଗର୍ଜନ କରନ୍ତି, ନିଜର ଦୁର୍ବଳତା କାହାକୁ ଦେଖାନ୍ତି ନାହିଁ, କିନ୍ତୁ ଭିତରେ ଭିତରେ ଆପଣ ପ୍ରତିଦିନ ଗୁମୁରି ମରନ୍ତି ଏବଂ ନିଜ ସହିତ ଏକ ନୂଆ ଯୁଦ୍ଧ ଲଢ଼ୁଛନ୍ତି। ଆପଣଙ୍କର ଏହି ନିଷ୍କଳଙ୍କ ଏବଂ ସଫା ନିୟତର ସୁବିଧା ଏହି ଦୁଇ କପଟ ମଣିଷ ନେଇଛନ୍ତି। ଆପଣ ସମସ୍ତଙ୍କୁ ନିଜର ମନେକରି ନିଜ ମନର କଥା, ନିଜର ଗୋପନ ଯୋଜନା ଏବଂ ନିଜର ସିନ୍ଦୁକର ରହସ୍ୟ ସେମାନଙ୍କ ସାମ୍ନାରେ ଖୋଲିଦିଅନ୍ତି ଏବଂ ଏଠାରେ ଆପଣ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଧୋକା ଖାଇଯାଆନ୍ତି। ଏହି ଦୁଇ ଗଦ୍ଦାର କେତେ ବିପଜ୍ଜନକ ତାହା ଆପଣ ଏହି କଥାରୁ ବୁଝନ୍ତୁ ଯେ ସେମାନେ ଆପଣଙ୍କୁ ହରାଇବା ପାଇଁ ଏବେ ତନ୍ତ୍ରମନ୍ତ୍ର ଓ କଳାବିଦ୍ୟାର ସାହାଯ୍ୟ ନେବା ଆରମ୍ଭ କରିଛନ୍ତି। ଯେତେବେଳେ ଆପଣଙ୍କ ଜୀବନରେ ଟିକିଏ ବି ସୁଖ ଆସେ, ଯେତେବେଳେ ଆପଣଙ୍କ ବ୍ୟବସାୟ ବା ଚାକିରିରେ ଉନ୍ନତିର ଯୋଗ ତିଆରି ହୁଏ, ସେତେବେଳେ ଏହି ଦୁହିଁଙ୍କ ଛାତିରେ ସାପ ଭଳି ଜଳୁଥାଏ। ନିଜର ହିଂସା ଶାନ୍ତ କରିବା ପାଇଁ ଏହି ଲୋକମାନେ ଚୁପଚାପ ଆପଣଙ୍କ ଘରର ଚୌକାଠରେ ଆସନ୍ତି ଏବଂ ତାନ୍ତ୍ରିକ କ୍ରିୟା କରି ଚାଲିଯାଆନ୍ତି। ଆପଣଙ୍କ ଖୁସିକୁ ବାନ୍ଧିବା ପାଇଁ, ଆପଣଙ୍କ ବୁଦ୍ଧିକୁ ଭ୍ରମିତ କରିବା ପାଇଁ ଏମାନେ ଶ୍ମଶାନ ପର୍ଯ୍ୟନ୍ତ ବୁଲି ଆସିଛନ୍ତି। ଆପଣଙ୍କ ଫଟୋ ଏବଂ ଆପଣଙ୍କ ପୁତୁଳା ଉପରେ ଏଭଳି ବିପଜ୍ଜନକ ନକାରାତ୍ମକ କ୍ରିୟା କରାଯାଉଛି, ଯାହାଫଳରେ ଆପଣଙ୍କ ଘରେ ଅକାରଣରେ ଝଗଡ଼ା ହୁଏ, ସ୍ମିସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ ଏବଂ ଯେଉଁ ଟଙ୍କା ଆପଣ ଦିନରାତି ପରିଶ୍ରମ କରି ରୋଜଗାର କରନ୍ତି, ତାହା ଶୋଧ ଏବଂ କୋର୍ଟ କଚେରୀ ଚକ୍କରରେ
ପାଣି ଭଳି ବହିଯାଏ। ଗତ କିଛି ମାସ ଧରି ଆପଣଙ୍କ ଭାଗ୍ୟ ଯେ ହଠାତ୍ ଲକ୍ ହୋଇଯାଇଛି ତାହାର ପ୍ରକୃତ କାରଣ ଏହି ତାନ୍ତ୍ରିକ ବନ୍ଧନ ଯାହା ଏମାନେ ଆପଣଙ୍କ ଚାରିପାଖରେ ଟାଣି ଦେଇଛନ୍ତି। କିନ୍ତୁ ଏବେ ବ୍ରହ୍ମାଣ୍ଡର ବିଚାରର ସମୟ ଆସିଛି ଏବଂ ଏହି ଦୁହିଁଙ୍କ ପାପର ଗଡ଼ି ସମ୍ପୂର୍ଣ୍ଣ ଭରିସାରିଛି। ବନ୍ଧୁଗଣ, ଆପଣ ବହୁତ ସଂଘର୍ଷ କରିଛନ୍ତି, ବହୁତ ଆଖିର ଲୁହ ପକାଇଛନ୍ତି। ଏବେ ସେହି ସମୟ ଆରମ୍ଭ ହେବାକୁ ଯାଉଛି ଯାହା ପାଇଁ ଆପଣ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିଲେ। ପୂରା ବର୍ଷ ପରେ ଏଭଳି ଏକ ଦୁର୍ଲଭ ମହାସଂଯୋଗ ଆପଣଙ୍କ କୁଣ୍ଡଳୀରେ ତିଆରି ହେଉଛି ଯେଉଁଠାରେ ମଙ୍ଗଳ ଏବଂ ଶନିଙ୍କ ମିଳନ ଆପଣଙ୍କୁ ଏକ ମହାଯୋଦ୍ଧା ଭଳି ପ୍ରତିଷ୍ଠିତ କରିବାକୁ ଯାଉଛି। ଏହା ସେହି ସମୟ ଯେତେବେଳେ ଆପଣଙ୍କ ଭାଗ୍ୟ ସୁନା ଭଳି ଚମକିବାକୁ ଯାଉଛି। କିନ୍ତୁ ବ୍ରହ୍ମାଣ୍ଡର ପ୍ରଥମ ସର୍ତ୍ତ ଏହା ଯେ ଆପଣଙ୍କୁ ଏହି ଦୁଇ ଗଦ୍ଦାରଙ୍କଠାରୁ ଆଜି ଏବଂ ଏହି ମୁହୂର୍ତ୍ତରେ ନିଜର ସମ୍ପର୍କ ଭାଙ୍ଗିବାକୁ ପଡ଼ିବ। ସେମାନଙ୍କୁ ନ ଜଣାଇ କୌଣସି ହଙ୍ଗାମା ନ କରି ନିଜ ଜୀବନରୁ ଚିରଦିନ ପାଇଁ ବାହାର କରିଦିଅନ୍ତୁ। ଯଦି ଏମାନେ ଆପଣଙ୍କ ମଧ୍ୟରେ ରହିଯାଆନ୍ତି ତେବେ ଆପଣଙ୍କ କୁଣ୍ଡଳୀର ଶୁଭ ଗ୍ରହ ମଧ୍ୟ ଆପଣଙ୍କୁ ସେହି ଖୁସି ଦେଇପାରିବେ ନାହିଁ ଯାହାର ଆପଣ ପ୍ରାପ୍ୟ। ଆଗାମୀ ଦିନଗୁଡ଼ିକରେ ଆପଣଙ୍କ ଜୀବନରେ ଚାରୋଟି ଏଭଳି ଅଭୂତପୂର୍ବ ଘଟଣା ଘଟିବାକୁ ଯାଉଛି ଯେ ଆପଣ ଧଇଁସଇଁ ହୋଇ କାନ୍ଦି ଉଠିବେ ଏବଂ କହିବେ ଯେ ହେ ଈଶ୍ୱର, ଆଜି ମୋର ସଂଘର୍ଷ ସଫଳ ହେଲା। ଶୁଣନ୍ତୁ ବନ୍ଧୁଗଣ, କାରଣ ସେହି ଚାରୋଟି ଘଟଣାର ପ୍ରଥମ ଅଧ୍ୟାୟ ଏବେ ଆପଣଙ୍କ ସାମ୍ନାରେ ଖୋଲିବାକୁ ଯାଉଛି ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ପ୍ରଥମ ବଡ଼ ଘଟଣା ଯାହା ଆପଣଙ୍କ ସହିତ ଘଟିବାକୁ ଯାଉଛି ତାହା ଆପଣଙ୍କ ଆଖି ଖୋଲିବା ପାଇଁ ଯଥେଷ୍ଟ। ଏହି ଆଗାମୀ ଦିନଗୁଡ଼ିକରେ ଆପଣ କୌଣସି ବଡ଼ ଖୁସି ଖବର ପାଆନ୍ତୁ ବା ଆପଣଙ୍କ ହାତରେ କୌଣସି ବଡ଼ ମୁନାଫା ଆସୁ, ଆପଣଙ୍କୁ ନିଜର ଏହି ରହସ୍ୟ ସମ୍ପୂର୍ଣ୍ଣ ଗୋପନ ରଖିବାକୁ ପଡ଼ିବ। ବନ୍ଧୁଗଣଙ୍କ ସ୍ୱଭାବ ହୁଏ ଯେ ସେମାନେ ଉତ୍ସାହରେ ଆସି ନିଜ ସଫଳତାର ଡିଣ୍ଡିମ ସମସ୍ତଙ୍କ ସାମ୍ନାରେ ପିଟି ଦିଅନ୍ତି। କିନ୍ତୁ ଏହା ଆପଣଙ୍କ ସବୁଠାରୁ ବଡ଼ ଭୁଲ ପ୍ରମାଣିତ ହୁଏ। ଏହି ସମୟ ଆପଣଙ୍କ ଆଖପାଖରେ ଗୋପନ ଷଡ଼ଯନ୍ତ୍ରକାରୀଙ୍କର ଏଭଳି ଏକ ଜାଲ ବିଛା ହୋଇଛି ଯାହା ଆପଣଙ୍କ ପ୍ରତ୍ୟେକ ଛୋଟ ବଡ଼ ଯୋଜନା ନଷ୍ଟ କରିବା ପାଇଁ ଅପେକ୍ଷା କରି ବସିଛି। ଆପଣଙ୍କୁ ନିଜର ଜିତାବାଜି ମଧ୍ୟ ସେତେବେଳ ପର୍ଯ୍ୟନ୍ତ ଗୋପନ ରଖିବାକୁ ପଡ଼ିବ ଯେତେବେଳ ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ସଫଳ ନ ହୁଏ। ହନୁମାନଜୀଙ୍କ ଶରଣକୁ ଯାଆନ୍ତୁ। ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଯେତେବେଳେ ବଜରଙ୍ଗବଲୀଙ୍କ ସୁରକ୍ଷା କବଚ ଆପଣଙ୍କ ଚାରିପାଖରେ ରହିବ ସେତେବେଳେ ଏହି ଷଡ଼ଯନ୍ତ୍ରକାରୀଙ୍କ ସବୁ ତନ୍ତ୍ରମନ୍ତ୍ର ପବନରେ ଉଡ଼ିଯିବ। ଦ୍ୱିତୀୟ ବଡ଼ ଘଟଣା ଯାହା ଘଟିବାକୁ ଯାଉଛି ତାହା ସିଧାସଳଖ ଆପଣଙ୍କ ମାନସିକ ଅବସ୍ଥା ଉପରେ ଆଘାତ କରିବ। ଆପଣଙ୍କ ରାଶିର ଅଧିପତି ମଙ୍ଗଳ ଏବଂ ଶନିଙ୍କର ଯେଉଁ ଗୋଚର ତିଆରି ହେଉଛି ତା କାରଣରୁ ଆଗାମୀ ଦିନଗୁଡ଼ିକରେ ଆପଣଙ୍କ ସ୍ୱଭାବ ହଠାତ୍ ବହୁତ ଖିଟିଖିଟିଆ ଏବଂ ଉଗ୍ର ହୋଇପାରେ। ଆପଣ ଛୋଟ ଛୋଟ କଥାରେ ରାଗିବେ। ଏହା କେବଳ ଗ୍ରହମାନଙ୍କର ଏକ ଚାଲ ଯାହା ଆପଣଙ୍କ ପରୀକ୍ଷା ନେଉଛି। ଏହି ମାନସିକ ଅସ୍ଥିରତା ସମୟରେ କ୍ୟାରିୟର